ମହାଭାରତ ଯୁଦ୍ଧରେ କୌରବ ଆଉ ପାଣ୍ଡବ ଥିଲେ। ବିଜୟୀ କାର ହେଲା? ପାଣ୍ଡବ ମାନଙ୍କୁ। କଣ ପାଇଁ? ଭଗବାନ କୃଷ୍ଣ ସାରଥୀ ହେଇକି ବସିଥିଲେ। କୌରବ ମାନଙ୍କ ସାଥିରେ ବଡ ବଡ ଯୋଦ୍ଧା ଥିଲେ। ଦେବବ୍ରତ, ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ। ଗୀତାରେ କହୁଛନ୍ତି ଏଇ ଯୋଉ ବଡ ବଡ ରଥୀ ମହାରଥୀ ମାନେ ଥିଲେ ବଡ ବଡ ମାଛ ଭଳିଆ। କେମିତି? କହୁଛନ୍ତି ତିମିଙ୍ଗଲା ମାଛ ଭଳିଆ। ତିମି ନାମକର ଗୋଟେ ମାଛ ରହୁଛି ଯିଏ 800 ମାଇଲ ବାଇ 800 ମାଇଲ ଏତେ ବଡ ସାଇଜ। ସେ ତିମି ନାମକ ମାଛକୁ ଯିଏ ଗଳା ଭିତରେ ରଖିଥାଏ ତାକୁ କୁହାଯାଏ ତିମିଙ୍ଗଲା ମାଛ। ଏଇ ଭଳିଆ ଯୋଦ୍ଧା ମାନେ ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ ଏମାନେ ସବୁ ସୈନ୍ୟ ସାଗରରେ ସବୁ ବସିଥିଲେ। ଏମାନଙ୍କ ସାମ୍ନାରେ ପାଣ୍ଡବ ମାନଙ୍କ ସେନା କିଛି ନୁହେଁ। ପରନ୍ତୁ ଭଗବାନ ଯେତେବେଳେ ସାରଥୀ ରୂପରେ ବସିଗଲେ ସହଜ ରୂପରେ ପୁରା ସୈନ୍ୟ ସାଗରର ମଧ୍ୟରୁ ବାହାରି କାଢି। ସେ ଯୋଗୁଁ ଭଗବାନ କୃଷ୍ଣଙ୍କର କୋଉ ରୂପରେ କୃପା ଥିଲା ପାଣ୍ଡବ ମାନଙ୍କ ପ୍ରତି ଏ ଗୀତାର ମାଧ୍ୟମରେ ଆମେ ଶ୍ରବଣ କରିବା ଆସନ୍ତା 18 ଦିନ। ହରେ